ଜଗନ୍ନାଥ ସାଙ୍ଗମାନେ ଆଜି ବନ୍ଧାକୋବି ମାଛ ଛେଚଡ଼ା କରିବା ଲଞ୍ଚରେ। ଏଠି କିଲେ ମାଛ ନେଇଛି, ଭଲକିନି ଲୁଣ ହଳଦୀ ଗୋଳେଇ ମାଛକୁ ଭାଜି ନେବା। ପିସ୍ ମାଛକୁ ମାଛ ହେଇ ଆସିଲାଣି, ମୁଣ୍ଡ ମାଛକୁ ଭାଜିବା। ଏଠି ବନ୍ଧାକୋବି ଆଳୁ କାଟି ରଖିଥିଲି, ତ ଭଲକିନି ଏଠି ଗୋଟେ କଢ଼େଇ ବସାଇବା। କଢ଼େଇରେ 2 ଚାମଚ ତେଲ ଦେବା, ଦେଇକରି କୋବିକି ଭାଜି ନେବା। କୋବି ସିଝି ଆସିଲାଣି, ଗୋଟେ ପ୍ଲେଟ୍ରେ କାଢ଼ିଦେବା। ସେଇ ସେମ୍ କଢ଼େଇରେ ତେଲ 2 ଚାମଚ ଦେବା। ଡାଲଚିନି ଅଳେଇଚ 2ଟା ଦେବା, ଲବଙ୍ଗ 2ଟା, ତେଜପତ୍ର 2ଟା ପକାଇବା। ପିଆଜ କାଟି ରଖିଥିଲି ପକାଇବା। ଟମାଟର 2ଟା କାଟି ରଖିଥିଲି ପକାଇବା। ଟମାଟରକୁ ଭାଜି ନେବା 2 ମିନିଟ୍ ପାଇଁ। ଅଦା ରସୁଣ ପେଷ୍ଟ ଦେବା। 1 ଚାମଚ ଲୁଣ, 1 ଚାମଚ ରେଡ଼୍ ଚିଲି ପାଉଡ଼ର, 1 ଚାମଚ ଧନିଆ ପାଉଡ଼ର, ଜିରା ପାଉଡ଼ର, ମିଟ୍ ମସଲା ପାଉଡ଼ର ଏଠି ପକାଇ କଷି ନେବା। ଅଳ୍ପ ଟିକେ ପାଣି ଦେବା, ମସଲା ନହେଲେ ଲାଗିଯିବ। ଏଠି ମସଲାକୁ କଷିବା। ମସଲା ହେଇ ଆସିଲାଣି, ଏଠି ବନ୍ଧାକୋବି ଏଠି ପକାଇବା। ବନ୍ଧାକୋବି ଏଠି କଷି ନେବା। ତାପରେ ଏଠି ଗ୍ରୀନ୍ ମଟର ପକାଇବା। ଗ୍ରୀନ୍ ମଟର ବନ୍ଧାକୋବି ଏଠି କଷି ନେବା। ମାଛ ମୁଣ୍ଡକୁ ଏଠି ସବୁ ଭାଙ୍ଗି ନେବା। ଭାଙ୍ଗିକିରି ପକାଇଦେବା କୋବିରେ, ପକାଇ ଭଲକିନି ମସଲା ସହିତ କଷି ନେବା। ତାପରେ ଏଠି 1.5 ଗ୍ଲାସ୍ ପାଣି ଦେଇଦେବା, ଦେଇ କଭର୍ ଦେଇଦେବା। ଏଠି ଆମର ତରକାରୀ ହେଇ ଆସିଲାଣି। ଟିକେ ଗରମ ମସଲା ଧନିଆ ପାଉଡ଼ର ପକାଇବା। ଚାଲନ୍ତୁ ସର୍ଭ କରିବା।